ଅପେରା ଜଗଦମ୍ବାର ପ୍ରଯୋଜକ ନରୋତ୍ତମ ବେହେରା। এই ବର୍ଷ ଆମର ନୂତନ ସାଜସଜ୍ଜା, ଡଲବି ସାଉଣ୍ଡ, ଲାଇଟ୍ ସବୁ ନେଇକି ମୁଁ ଆଶା କରୁଛି ଦର୍ଶକ ବନ୍ଧୁମାନଙ୍କ ପାଖରେ ନୂଆ କିଛି ଆଶା ଆକାଂକ୍ଷାକୁ ନେଇକି ପହଞ୍ଚେଇ ପାରିବି। ଆମର ପୁରୁଣା ଯାହା ଗୋଟେ ନାଟକ ରହିବ, 3 ଖଣ୍ଡ ନୂଆ ନାଟକ ରହିବ। ନବକଳେବର କଳାକାର ମାନେ ମଧ୍ୟ ବଦଳିଛନ୍ତି। ଯୋଉ ଦର୍ଶକ ଯାତ୍ରା କମିଟି ମାନେ ଚାହିଁ ରହିଛନ୍ତି ବୁକିଂ କରିବା ପାଇଁ, ସେମାନଙ୍କୁ କଣ ମେସେଜ ଦେବେ? ମେସେଜ ଦେବି କ'ଣ, ସେ ଆସିକି ଏଇଠି ଯାତ୍ରା ଦେଖନ୍ତୁ, ବିଜିଏମ୍ ଦେଖନ୍ତୁ, ଦେଖି ସାରିଲା ପରେ ଆମକୁ ଉଚିତ ମନେ ହେଲେ ଆସିକି ବୁକ୍ କରନ୍ତୁ। ଏ ହେଉଛି ସ୍ୱତନ୍ତ୍ର ଯାତ୍ରା ପାର୍ଟି ପଶ୍ଚିମ ଓଡ଼ିଶାର ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ। ପଶ୍ଚିମ ଓଡ଼ିଶାର ଆମର ଗୋଟେ ଅଛି ଗୋଟିଏ ପୁଅରେ କୋଟିଏ ପାପ, ନୂତନ ନାଟକ ଲାଲା ଲକ୍ଷ୍ମୀଧର ନାୟକଙ୍କ ରଚିତ ନିର୍ଦ୍ଦେଶନାରେ। କେତେ ଖଣ୍ଡ ନାଟକ ଏ ବର୍ଷ ହବ? ଏ ବର୍ଷ 3 ଗୋଟି ନୂଆ ନାଟକ ଆମର ହବ। ଜଗଦମ୍ବା ଏଇଟା 23 ପୁରିକି 24 ନମ୍ବରରେ ପଦାର୍ପଣ କଲା। 24 ବର୍ଷ ଭିତରେ ଅନେକ ଘାତ ପ୍ରତିଘାତ ସହିଛନ୍ତି। ହଁ, କଣ ନିଶ୍ଚିନ୍ତ। ଆଶା ଅଛି ଆଗାମୀ ଦିନରେ? ଆମେ ଯାହା ସୂଚନା ପାଇଛୁ ଯେ ଜଗଦମ୍ବା ଗୋଟେ 1 ଲାଖ ଯାତ୍ରାନୁଷ୍ଠାନ ହବ ବୋଲି ସୂଚନା ଅଛି, କଣ କହିବେ ସେ ବିଷୟରେ? ସେଇଟା ତ ଦର୍ଶକ ଚାହିଁଲେ ହବ, ସେଇଟା ଦର୍ଶକ ଚାହିଁଲେ ହବ। ମତେ ଆଶା ତ ଅନେକ ଥାଏ ଲୋକଙ୍କର, ଦର୍ଶକ ଚାହିଁଲେ ହେଇ ବି ପାରିବ ଆଗକୁ। ସାର୍ ଆଇଛନ୍ତି, ହରିସାମନ୍ତ ସାର୍, ତାଙ୍କର ବି ଅନେକ ନାଁ ଅଛି ବି ଓଡ଼ିଶାରେ। ଆଉ ମୋର ଡ୍ୟାନ୍ସ ପୁଅ ଝିଅ 10 ଗୋଟି ଝିଅ 10 ଗୋଟି ପୁଅ ବି ଡ୍ୟାନ୍ସ କରୁଛନ୍ତି। ଆପଣମାନେ ଆସନ୍ତୁ, ଆମ ଯାତ୍ରା ଟିକେ ଅନୁଭବ କରନ୍ତୁ, ମେଲୋଡି ରେକର୍ଡିଂ ସବୁ ଅନୁଭବ କରନ୍ତୁ, ଉପଭୋଗ କରନ୍ତୁ। ଯଦି ପସନ୍ଦ ହୁଏ ଆସିକି ଏଠି ବୁକ୍ କରିକି ଯାଆନ୍ତୁ। ମୁଁ ଏତିକି ଇଏ କରୁଛି ଯେ କିଏ ନିରାଶ ହେଇକି ଏଠୁ ଫେରିବେନି।